10 ଟଙ୍କା ପାଇଁ ହତ୍ୟା ଖଇନି ଖାଇବାକୁ ପଇସା ନଦେବାରୁ ବାପାର ବେକ କାଟି ହତ୍ୟା କଲା ପୁଅ। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଅଞ୍ଚଳରେ ଜଘନ୍ୟ କାଣ୍ଡ। କଟା ମୁଣ୍ଡକୁ ବ୍ୟାଗ୍ରେ ନେଇ ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ। ଶିକ୍ଷା କ'ଣ 10 ଟଙ୍କା ସକାଶେ ବାପାକୁ ମାରିଦେଲା ପୁଅ, ପୁଣି ଖଇନି ଖାଇବା ସକାଶେ। ଏ ସଂସାରରେ କାହାକୁ ବା ଭରସା କରିବ? 10 ଟଙ୍କା ବାପା ନ ଦେଉଛି ତାକୁ ବି ମାରିଦେଉଛି, ପୁଅ ବି ମାରିଦେଉଛି। ଆଉ ବୟସ ହେଲା ପରେ କେଉଁ ପୁଅ ତାଙ୍କ ବାପା ମାଆଙ୍କୁ ପଚାରିବ ବୋଲି ଭରସା? କଥାରେ ଅଛି ପିଲା ଜନ୍ମ କରିବା ଏବେ ଅଭିଶାପ ଭଳି ହେଇଗଲାଣି, ଯାହାକି ଆପଣମାନେ ଏକ୍ଜାମ୍ପଲ୍ ଦେଖୁଛନ୍ତି ଏ ଭିଡ଼ିଓ ମାଧ୍ୟମରେ। ବାପା ଜନ୍ମ କରିଛି ପିଲାଙ୍କୁ, ବାପା ମା ପିଲାମାନଙ୍କୁ ଜନ୍ମ କରିକିନା ଛୋଟରୁ ବଡ଼ କରୁଛନ୍ତି। ତାଙ୍କର ଦୁଃଖ ସମୟରେ ଯେତେବେଳେ ସେ ଘରେ କିଛି କାମ ଫାମ ନ କରି ପଡ଼ି ରହିବେ ତାଙ୍କର ସେବା କରିବା ପାଇଁ, ହେଲେ ପୁଅ ଗୋଟେ 10 ଟଙ୍କା ସକାଶେ ଖଇନି ଖାଇବା ପାଇଁ ବାପାକୁ ମାରି ଦେଉଛି। ଆରେ ଭାଇ, ପଇସା ଦୁନିଆରେ ବହୁତ କିଛି କାମରେ ଲାଗିବ ସତ, କିନ୍ତୁ ବାପା ଆଉ ଜୀବନରେ ଆଉ ଥରେ ଆସିବ ନାହିଁ। ଆତ୍ମସମର୍ପଣ ଥାନାରେ ସିନା କରିଦେଲ, କିନ୍ତୁ କରିଲେ କ'ଣ ହେବ? ବାପା କ'ଣ ଫେରି ଆସିବ? ନା ତୁ ଯାଇକିନା ଥାନାରେ ସିନା ପଶିବୁ, ଥାନାରେ ପଶିବୁ, ନିଜ ସେଇ 10 ଟଙ୍କା ସକାଶେ ନିଜେ ଅନ୍ୟକୁ ମାରିଲୁ, ନିଜେ ଦଣ୍ଡ ପାଇଲୁ, କ'ଣ ମିଳିଲା? ସେ ପୁଣି ନିଜ ବାପାକୁ। ଗୋଟିଏ ହେଉଛି ସତ କଥା, ଏ ଦୁନିଆରେ କେହି ନୁହେଁ କାହାର। ଯେଉଁଟା ପୂର୍ବପୁରୁଷମାନେ କହିଛନ୍ତି, ଆମେ ଆସିଛୁ ଏକା ଯିବୁ ଏକା।